ओम नमो भगवते वासुदेवाय। श्रीमद्भगवद्गीता द्वितीयोऽध्यायः सांख्ययोगः। श्रीभगवानुवाच। श्लोक 40। नेहाभिक्रमनाशोऽस्ति प्रत्यवायो न विद्यते स्वल्पमप्यस्य धर्मस्य त्रायते महतो भयात्। अर्थ, ଏହି ନିଷ୍କାମ କର୍ମ ଯୋଗରେ ଆରବ୍ଧ କର୍ମର ନିଷ୍ଫଳତା ନାହିଁ, ବିଘ୍ନ ମଧ୍ୟ ହୁଏ ନାହିଁ। ଏହି ଧର୍ମର ଅତି ଅଳ୍ପ ଆଚରଣ ମଧ୍ୟ ମହାଭୟରୁ ରକ୍ଷା କରେ। ସକାମ କର୍ମ ଠିକ୍ ଭାବରେ ଅନୁଷ୍ଠାନ କରା ନ ଗଲେ ସୁଫଳ ପ୍ରଦାନ କରେ ନାହିଁ, ବରଂ କୁଫଳ ପ୍ରଦାନ କରିଥାଏ। ପୁଣି ଠିକ୍ ଭାବରେ ଅନୁଷ୍ଠିତ କର୍ମର ଫଳ ଭୋଗ ଶେଷରେ ନଷ୍ଟ ହୋଇଥାଏ। ମାତ୍ର ନିଷ୍କାମ କର୍ମ ମନର ମଳିନତାକୁ ଦୂର କରେ ଓ କର୍ତ୍ତାକୁ ଈଶ୍ୱରାଭିମୁଖୀ କରିଥାଏ। ନିଷ୍କାମ କର୍ମର ସ୍ୱଳ୍ପ ଆଚରଣ ମଧ୍ୟ ଫଳପ୍ରସୂ ହୋଇଥାଏ। କର୍ତ୍ତା କ୍ରମେ କ୍ରମେ ଅଗ୍ରସର ହୋଇ ଏକ ଜନ୍ମରେ ନ ହେଲେ ବି ଅନେକ ଜନ୍ମରେ ନିଷ୍କାମ କର୍ମର ସିଦ୍ଧି ଲାଭ କରିଥାଏ, ଅର୍ଥାତ୍ ମୋକ୍ଷ ପ୍ରାପ୍ତ ହୁଏ।